ओम शरणागत दिनार्थ परित्राण परायणे सर्वसार्थ हरे देवी नारायण नमस्तुते सर्व मांगल्य मांगल्ये श्री सर्वार्थ साधिके शरणे त्र्यंबके गौरी नारायण नमस्तुते। हे प्रभु जगतर नाथ जगन्नाथ सर्वनियंता ईश्वर हे करुणामय तुम्हें हेउଛ दीन ଆଉ ଦୁଃଖୀର ବନ୍ଧୁ ଆରତ ତ୍ରାଣ ତୁମ ପାଖରେ ଯିଏ ତାର ମନକୁ ହଜାଇ ଦିଏ, ଯିଏ ସଦାସର୍ବଦା ସତ୍ୟ ଧର୍ମ ନ୍ୟାୟ ପଥରେ ଅନୁପ୍ରାଣିତ ହୋଇଥାଏ, এই ଜଗତର ନାଥ ଜଗନ୍ନାଥ ମହାବାହୁ ଗୋଟାପଣି ଭକ୍ତ ହୋଇଯାଆନ୍ତି। କାହିଁକି ନା ଆମ ପରିବାରରେ ଯୋଉ ସନ୍ତାନଟି ଜନ୍ମ ନେଉଛି, ଯଦି ସେ ବାପା ମାଙ୍କର ସବୁ କଥାକୁ ମାନି ଚଳୁଛି, ତେବେ ବାପା ମାଙ୍କର ସେ ଅତି ଆଦରଣୀୟ ହୋଇଥାଏ। ସେମିତି ଯଦି ଆମେ ସଂସାରରେ ଜନ୍ମ ଲାଭ କରିଛେ, ଆମକୁ ଏ ସଂସାରକୁ ପଠାଇବା ହେଉଛି ସେ ଜଗତର ନାଥ ଜଗନ୍ନାଥ। ସେ ସଦାସର୍ବଦା ଚାହାନ୍ତି ତାଙ୍କ ସନ୍ତାନମାନେ ସଦାସର୍ବଦା ସତ୍ୟ ଧର୍ମ ନ୍ୟାୟ ପଥରେ ଯାଆନ୍ତୁ ଏବଂ ସନାତନ ଧର୍ମକୁ ସଦାସର୍ବଦା ସମ୍ମାନ ଦିଅନ୍ତୁ। ତେବେ ଏଇ କର୍ମ ଯଦି ଆମେ କରିବା, ତେବେ ସେଇ ବଳିଆର ଭୁଜ ଜଗତର ନାଥ ଜଗନ୍ନାଥ ନିଶ୍ଚୟ ଭକ୍ତର ଆପଣା ଛାଏ ନିଜର ହୋଇଯାଆନ୍ତି। ସେ କଳା ଶାନ୍ତଙ୍କ ପାଇଁ ମୋର ଗୋଟେ ହୃଦୟର କଥା, ତାଙ୍କୁ କାହିଁକି କେଜାଣି ମନ ତୁମକୁ ଦେଇଛି, ମାୟା ବନ୍ଧନରୁ ମୋତେ ମିଳେ ନାହିଁ କିଛି। ଦୀନବନ୍ଧୁ ଚରଣରେ ବନ୍ଦୀ ମୁଁ ହୋଇଛି, ଦୁଃଖ ସୁଖ ସବୁ ତାର ମୁଁ ତାହାର ଦାସୀ, ଦୁଃଖ ସୁଖ ସବୁ ତାର ମୁଁ ତାହାର ଦାସୀ। କାହିଁକି କେଜାଣି ମନ ତୁମକୁ ଦେଇଛି, ମାୟା ବନ୍ଧନରୁ ମୋତେ ମିଳେ ନାହିଁ କିଛି। ହେ ଜଗତର ନାଥ ଜଗନ୍ନାଥ, ସତରେ କାହିଁକି କେଜାଣି ଏ ମନ ହୃଦୟ ଚିତ୍ତ ଚୈତନ୍ୟକୁ ମୁଁ ତୁମ ପାଖରେ ସମର୍ପିତ କରିଦେଇଛି। ମହାବାହୁ ତୁମେ ସଦାସର୍ବଦା ଏ ଦୁଃଖୀକୁ ଆଶୀର୍ବାଦ କର। ଏ ଦେହରେ ଶେଷ ରକ୍ତ ବିନ୍ଦୁ ଥିବା ଯାଏ ମୁଁ ତୁମର ଗୁଣଗାନ କରୁଥିବି, ତୁମର ଗୁଣଗାନ କରୁଥିବି। ହେ ଜଗନ୍ନାଥ ପ୍ରେମୀ ଭାଇ ଭଉଣୀମାନେ, ଆଜି ଶୁଭ ସକାଳରେ ମୁଁ ବିଷ୍ଣୁ ପୁରାଣର କଥାବସ୍ତୁକୁ ଆଗକୁ ନେବି। ବିଷ୍ଣୁ ପୁରାଣର କଥା, ବିଷ୍ଣୁ ପୁରାଣରେ ପ୍ରଚେତା ମାନେ ଯେତେବେଳେ 10,000 ବର୍ଷ ତପ ଆଚରଣ କରି ପ୍ରଭୁଙ୍କର ଦର୍ଶନ ଲାଭ କରି ତାଙ୍କର ରାଜ୍ୟକୁ ଫେରିଛନ୍ତି, ରାଜ୍ୟର ଅବନତି ଦେଖି ସେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଧରଣୀ ମା କୋଳରେ କେତେ ଯେ ବୃକ୍ଷଲତା ବଢ଼ିଯାଇଛି, ଅନେକ ପ୍ରଜା ମରି ହଜି ଯାଇଛନ୍ତି। ତେଣୁ ପ୍ରଚେତାମାନେ କ୍ରୋଧାନ୍ୱିତ ହୋଇଛନ୍ତି। ସେହି ସମୟରେ କ୍ରୋଧରେ ତାଙ୍କ କ୍ରୋଧାଗ୍ନିରେ ସେ ପୃଥିବୀରେ ଯେତେ ଗଛପତ୍ରକୁ ଜାଳି ଦେଉଛନ୍ତି, କାରଣ ସେ ପବନ ଯାହାଦ୍ୱାରା କି ଆସିପାରୁନାହିଁ, ପ୍ରଜାମାନେ ଛଟପଟ ହେଉଛନ୍ତି। ସେଥିପାଇଁ ପ୍ରଚେତାମାନଙ୍କର କ୍ରୋଧକୁ ଦେଖି ବୃକ୍ଷରାଜ ବିଚଳିତ ହୋଇପଡ଼ି ବ୍ରହ୍ମାଙ୍କ ନିକଟକୁ ଯାଇଛନ୍ତି ଏବଂ ଗୁହାରି କରିଛନ୍ତି। ସେହି ସମୟରେ ସୋମବେଦ ଆସି ଉପସ୍ଥିତ ହୋଇଛନ୍ତି। ପ୍ରଚେତାମାନଙ୍କୁ ସେ ବୁଝାଇ କହୁଛନ୍ତି, ତୁମମାନେ ତୁମର କ୍ରୋଧକୁ ସମ୍ବରଣ କର। ଆଗାମୀ ଅଧ୍ୟାୟରେ ମୁଁ ଆପଣମାନଙ୍କୁ କହୁଥିଲି, ସେ କହିଛନ୍ତି ତୁମେ ତୁମର କ୍ରୋଧକୁ ସମ୍ବରଣ କର। ଦକ୍ଷ ପ୍ରଜାପତି ତୁମର ବଂଶ ବିସ୍ତାର କରିବା ପାଇଁ ତୁମେ ତପସ୍ୟା କରିଥିଲ, କେମିତି ତୁମେ ବଂଶ ବିସ୍ତାର କରିବ ମୁଁ ତାହା ତୁମମାନଙ୍କୁ କହୁଛି ଶୁଣ। କଣ? ତୁମେମାନେ କର ଶୁଭ ପରିଣୟ ଏବେ, ଏହି କନ୍ୟା ଠାରୁ ବଂଶ ନିଶ୍ଚୟ ବଢିବ। କୋଉ କନ୍ୟା? ନା, ଗୋଟିଏ ବୃକ୍ଷ ଠାରୁ କନ୍ୟା ସୃଜିଛନ୍ତି ବିଧାତା। ଗୋଟିଏ ବୃକ୍ଷର କନ୍ୟା ରୂପରେ ବିଧାତା ତାକୁ ସର୍ଜନା କରିଛନ୍ତି। ସେ ଏକଦମ ସୌନ୍ଦର୍ଯ୍ୟ ସ୍ୱରୂପା ଏବଂ ତ୍ରିଭୁବନ ଜିତା ଜ୍ୟୋତ୍ସ୍ନା ବଳେ ଏହାକୁ ମୁଁ ଯତ୍ନେ ବଢାଇଛି। ଚନ୍ଦ୍ରଙ୍କର ଜ୍ୟୋତ୍ସ୍ନା କିରଣରେ ସୁଶୀତଳ କିରଣରେ ମୁଁ ତାହାକୁ ବଢାଇଛି। ଏହାର ନାମ ହେଲା ମାରିସା। ତୁମେମାନେ ତାକୁ ଏହି କନ୍ୟାକୁ ବିବାହ କର, ବିବାହ କରି ତୁମର ବଂଶ ବିସ୍ତାର କର। ଏହି କନ୍ୟା ଗର୍ଭରୁ ଯେଉଁ ପୁତ୍ର ଜାତ ହେବ, ଦକ୍ଷ ପ୍ରଜାପତି ତାଙ୍କର ନାମ ହୋଇବ ଦକ୍ଷ ପ୍ରଜାପତି। ସେହି ଦକ୍ଷ ଠାରୁ ପ୍ରଜା ବଢିବେ ସଂସାରେ। ଏ ସଂସାରେ ସେହି ଦକ୍ଷଙ୍କ ଠାରୁ ସଂସାର ବଢିବ। ଶୁଣ ଏବେ ଏ କନ୍ୟାର କାହାଣୀଟି ଧୀରେ। ମହର୍ଷି କଣ୍ଡୁଙ୍କର ଇଏ ହେଉଛନ୍ତି କନ୍ୟା। ଇଏ ଚନ୍ଦ୍ରମା ମୁନି, ଅତି ରୂପବତୀ ଏବଂ ଅତି ଗୁଣବତୀ। କିପରି କଣ୍ଡୁକ କନ୍ୟା ହେଲା ଏ ଯୁବତୀ। ଏ ପ୍ରଚେତାଗଣ ତାହା ଶୁଣ। ମୁଁ ତୁମକୁ ଯାହା କହୁଛି ତାହା ସ୍ଥିର ଚିତ୍ତରେ ଶୁଣ। ମହର୍ଷି କଣ୍ଡୁ ଉପାଖ୍ୟାନ
ପରାଶର ବୋଇଲେ ଶୁଣ ଋଷିମଣି କଣ୍ଡୁ ଋଷିଙ୍କ ଚରିତ ଅପୂର୍ବ କାହାଣୀ। କଣ୍ଡୁ ଋଷିଙ୍କର ଚରିତ ତୁମେମାନେ ଶୁଣ। ଏଇ ତାପରେ କହିଛନ୍ତି ପ୍ରଚେତା ଗଣକୁ ବୃକ୍ଷରାଜ କହେ ଚାହିଁ। ପ୍ରଚେତା ମାନଙ୍କୁ ବୃକ୍ଷରାଜ କହୁଛନ୍ତି। କଣ କହୁଛନ୍ତି? କନ୍ୟାର ପିୟର କଣ୍ଡୁ ପ୍ରସଙ୍ଗ ଫିଟାଇ ମହର୍ଷି ଶ୍ରେଷ୍ଠ ସେ କଣ୍ଡୁଙ୍କର ଉପାଖ୍ୟାନ। କଣ୍ଡୁ ଥିଲେ ମହର୍ଷି ମାନଙ୍କ ଭିତରେ ଶ୍ରେଷ୍ଠ, ପରମ ପବିତ୍ର ହୃଦୟ ଭିତରେ ତାଙ୍କର ଥିଲା ଜ୍ଞାନ, ଅମାପ ଜ୍ଞାନ ଥିଲା। ପୂର୍ବ କାଳରେ ଥିଲେ ସେହି ଋଷି ମହାନ କଣ ମହାନ ମହତ ଜ୍ଞାନୀ ସେ ଥିଲେ। ବେଦ ବେଦାଙ୍ଗ ଆଦିରେ ସେ ମହିରେ ବହୁତ ଜ୍ଞାନୀ ରୂପେ ପରିଚିତ ଥିଲେ। ସର୍ବଶାସ୍ତ୍ରରେ ସେ ମଧ୍ୟ ନିପୁଣ ଥିଲେ। ପରମ ହିତକାରୀ ମଧ୍ୟ ଥିଲେ। ମହାତେଜବାନ ଯେନେ ଦେବତା ସାକ୍ଷାତ ତାଙ୍କର ତେଜ ଥିଲା ସାକ୍ଷାତ ଦେବତାଙ୍କ ଭଳିଆ। ଦିନେ କଣ୍ଡୁ ମହର୍ଷି ତପସ୍ୟା କରିବା ପାଇଁ ଗୋମତୀ ନଦୀ ତୀରକୁ ଯାଇ ଶୁଦ୍ଧ ଚିତ୍ତରେ ଗୋଟିଏ ଆସନ ସ୍ଥାପନ କରି ଜପରତ ହେଲେ। କ୍ରମେ ଅବିରତ ଉଗ୍ର ତପକୁ ସାଧିଲେ। ସେହି ତପସ୍ୟାକୁ ସେ ସାଧନା କରି କରି ସାଙ୍ଗେ ସାଙ୍ଗେ ସେ ଉଗ୍ର ତପକୁ ସାଧନା କଲେ। କଣ୍ଡୁ ଋଷି ଗୋମତୀ ନଦୀ ତୀରରେ ଘୋର ତପସ୍ୟା ଆଚରୁ ଏହି ଋଷିବର ଅତ୍ୟନ୍ତ ଭଲ ପାଇଲେ। ସ୍ୱର୍ଗସୁରକୁ ସେ ଅତ୍ୟନ୍ତ ଭଲ ପାଇଲେ। କଣ୍ଡୁ ଋଷିଙ୍କ ତପସ୍ୟା ବିଘ୍ନ କରିବାରେ ତ୍ରସ୍ତ ହୋଇ ଦେବପତି ବିଚାରିଲେ ମନରେ। ପ୍ରମୋଚ ନାମରେ ସେ କଣ କଲେ ନା ତାଙ୍କର ବିଘ୍ନ ସୃଷ୍ଟି କରିବା ପାଇଁ କଣ୍ଡୁ ଋଷିଙ୍କର ତପସ୍ୟାକୁ କିଏ ସେ ଇନ୍ଦ୍ର ଭଗ୍ନ କରିବାକୁ ଚିନ୍ତା କଲେ। ପ୍ରମ୍ଲୋଚା ନାମରେ ଅପସରାକୁ ସେ ଡାକିଲେ। ଋଷିଙ୍କ ପାଶକୁ ସେ ପଠାଇଲେ। ଅପୂର୍ବ ସୁନ୍ଦରୀ ସେ ମାୟାରେ ମୋହିନୀ ମଧ୍ୟ ଥିଲା ଏବଂ ସୁନ୍ଦର ମଧ୍ୟ ଥିଲା। ସେ କଣ କଲେ ନା ଆସିକିରି କଣ୍ଡୁ ମୁନିଙ୍କ ପାଖରେ ପ୍ରବେଶ ହୋଇଲେ। ସେ ନାନା ରୂପ ଅଙ୍ଗ ଭଙ୍ଗୀ ସେ କଣ୍ଡୁ ଋଷିଙ୍କୁ ଦେଖାଇଲେ। ସେ ଲଜ୍ଜାହୀନ ମୁନିଙ୍କ ମନକୁ ମୋହିଲା। ଏମିତି ସେ ଲଜ୍ଜାହୀନ ଭାବରେ ସେ ଠାଣି ଦେଖାଇଲେ। କଣ୍ଡୁ ଋଷିଙ୍କର ମନକୁ ଛୁଇଁଗଲା। କଣ୍ଡୁ ଋଷି ସେ ଅପ୍ସରା ମାୟାରେ ମଧ୍ୟ ପଡ଼ିଗଲେ। ନିଜର ଉଗ୍ର ତପସ୍ୟା ତକ୍ଷଣରେ ସେ ଛାଡ଼ିଦେଲେ। ମତ ହେଲେ କାମ ବଳେ ତେଡ଼େ ବଡ଼ ଋଷି। କେତେ ବଡ଼ ଋଷି ସେ ଯେତେବେଳେ ମୋହିନୀ ରୂପ ଧାରଣ କରି ସେ ମୋହିନୀଟି ଆସି ତାଙ୍କ ପାଖରେ ବିଭିନ୍ନ ପ୍ରକାର ଯୌବନକୁ ଦେଖାଇ ଅଙ୍ଗଭଙ୍ଗୀ କଲା। ସେ ତପସ୍ୟାରେ ବିଘ୍ନ ଉପୁଜିଲା। କଣ୍ଡୁ ମୁନିଙ୍କର ତପସ୍ୟା ଭଗ୍ନ ହେଲା। ତାପରେ ନାନା ରୂପ ଅଙ୍ଗଭଙ୍ଗୀ ଛଟା ଦେଖାଇଲା। ଲଜ୍ଜାହୀନ ହୋଇକିରି ତାଙ୍କର ସବୁ ତପସ୍ୟା ସେ ବନ୍ଦ କରିଦେଲେ। ତାଙ୍କର କାମ ଫଳରେ ସେ ଋଷି ପଡ଼ିଗଲେ। ଆୟତ କଲା ସବୁବେଳେ ଅପ୍ସରା ରୂପସୀ। ସେ ରୂପସୀ ଅପ୍ସରାଟି ତାଙ୍କୁ ତାଙ୍କ ମାୟାରେ ଏମିତି ଭାବରେ ଆବଦ୍ଧ କଲା। ମନ୍ଦର ପର୍ବତ ତଳେ ମୋହନର ସ୍ଥାନ ସେଇଠାରେ ରହିଲେ ଯାଇ ବେଣୁଜନ। ତପ ଆଚରିବା ବିଧି ସିଧି କେଣେ ଗଲା। କାମ କେଳି ରସେ କଣ୍ଡୁ ମନୋହଳ ହେଲା। ସେ ସବୁ ତପସ୍ୟା ଭଗ୍ନ ହୋଇଗଲା। ତାଙ୍କର ଆଶା ସ୍ୱପ୍ନ ସବୁ ଚୁରମାର ହୋଇଗଲା। ମୋହିନୀ ପ୍ରେମରେ ସେ ଏତେ ବାୟା ହୋଇଗଲେ ଯେ ହେ ଜଗନ୍ନାଥ ପ୍ରେମୀ ଭାଇ ଭଉଣୀ ମାନେ, ସେ ମୋହିନୀର ପ୍ରେମରେ ସେ ଏତେ ଭାବରେ ଘୋଳ ହୋଇଗଲେ। ସେ କାମ କେଳି ରସରେ କଣ୍ଡୁଙ୍କର ମନ ଘୋଳ ହୋଇଗଲା। ସେହି ରମଣୀର ସଙ୍ଗେ ରତିର ସେ ମାତି କଟାଇଲେ 100 ବର୍ଷ ଦୋଷେ ଯତି। ସେ ଆହେ ରହ ହେଲେ ଋଷି କାମରେ ବିହୋଳ। କାମର ସେ ଧ୍ୟାନ ଜ୍ଞାନ ରହିଲା କେବଳ। ତାଙ୍କର ଆଉ ଧ୍ୟାନ ଆଉ ଜ୍ଞାନ କିଛି ରହିଲା ନାହିଁ। ଧର୍ମ ମାର୍ଗରେ ସେ କାମରେ ଏତେ ମଜିଗଲେ। ତାପରେ ସେ ଜପ ତପକୁ ସବୁ ଦୂର କରିଦେଲେ। କିଭଳି ଭାବରେ କଣ୍ଡୁ ଋଷି ସେ କାମ ବଳରେ ବିମୋହିତ ହୋଇ ସବୁକୁ ଧର୍ମ କର୍ମକୁ ତ୍ୟାଜ କରି ମୋହିନୀ ମାୟାରେ ପଡ଼ିଛନ୍ତି। ମୁଁ ଆଜି ପାଇଁ ଏତିକି କହି ମୋର ବକ୍ତବ୍ୟକୁ ଶେଷ କରୁଛି। ଆଗାମୀ ଅଧ୍ୟାୟରେ ଜଗନ୍ନାଥ ପ୍ରେମୀ ଭାଇ ଭଉଣୀ ମାନେ କଣ୍ଡୁ ଋଷି କିଭଳି ଭାବରେ ସେ ମୋହିନୀ ପ୍ରେମରେ ପଡ଼ି ଆଗକୁ କଣ କଣ ଘଟିଲା ମୁଁ ବିସ୍ତାର କରି ସବୁ ଆପଣମାନଙ୍କ ପାଖରେ ନିଶ୍ଚୟ କହିବି। ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ। ସର୍ବେ ଭବନ୍ତୁ ସୁଖିନୋ, ସର୍ବେ ସନ୍ତୁ ନିରାମୟା, सर्वे भद्राणि पश्यन्तु मा कश्चित् दुःखं मा भवेत्। जय जगन्नाथ।